ସମ୍ବଲପୁର ରେଲୱେ ଖେଳ ପଡ଼ିଆଠାରେ ରେଲୱେ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଉତ୍କର୍ଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। 7 ଦିନ ଧରି ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟଟି ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ସମ୍ବଲପୁର ଜିଲ୍ଲାର 8 ଗୋଟି କ୍ରିକେଟ କ୍ଲବ ଭାଗ ନେଇଛନ୍ତି। ଏହାର ଫାଇନାଲ ମ୍ୟାଚ୍ ଆସନ୍ତା 5 ତାରିଖ ଅନୁଷ୍ଠିତ ହେବ। ଅନୁଷ୍ଠିତ ପ୍ରତିଯୋଗିତାରେ ଆଜି ଶୁଭାରମ୍ଭ ହୋଇଥିବା ବେଳେ ଏହି ଅବସରରେ ସମାଜସେବୀ ତଥା ବିଜେପି ନେତା ମୁନ୍ନା ତିୱାରୀ ଓ ଜଜ୍ଜୁ ତିୱାରୀ ଯୋଗଦେଇ ଏହାର ଶୁଭାରମ୍ଭ ଏବଂ ଶୁଭ ଉଦ୍ଘାଟନ କରିଥିଲେ। ସ୍ଥାନୀୟ ଯୁବ କ୍ରିକେଟର ଉତ୍କର୍ଷ ସିଂଙ୍କୁ ସ୍ମୃତି ଅନୁଷ୍ଠିତ ହୋଇଛି। ସୂଚନା ଅନୁସାରେ ଗତ ବର୍ଷ ରେଲୱେ ଖେଳ ପଡ଼ିଆଠାରେ ଉତ୍କର୍ଷ ସିଂ କ୍ରିକେଟ ଅଭ୍ୟାସ କରୁଥିବା ସମୟରେ କ୍ରିକେଟ ବଲ୍ ବାଜି ତାଙ୍କର ମୃତ୍ୟୁ ଘଟିଥିଲା, ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ତେବେ ସେହି ଯୁବ ପ୍ରତିଭାର ତଥା ଯୁବ କ୍ରିକେଟର ଉତ୍କର୍ଷ ସିଂଙ୍କୁ ସ୍ମୃତି ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟଟି ଆୟୋଜନ କରାଯାଇଥିବା ନେଇ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। नाम छोटू पांडे राजकुमार पांडे अच्छे छोटू पांडे नाम थी सब जिनस एटा उत्कर्ष सिंह आमर गोटे पिला थिला जेन रेलवे आड़ू खेलुथिला क्रिकेट आउ से इने खेली दिने प्रैक्टिस करूथिला इने बॉल बाजी गला बेले डेथ करी गला तार लागि इटा मेमोरियल गोटे करा होछे उत्कर्ष मेमोरियल टूर्नामेंट इटा करा होछे दिन हबा आज नो स्टार्ट हेछे 29 तारिख नो 29/11 नो स्टार्ट हेछे 5-12 दिन इटा सर्वा फाइनल अच्छे और इथि 8टा टीम हमर संबलपुर भीतर ही 8टा टीम भाग नेछन और सब लोग रो मिली करी इटा हमें करूछो। इटा रेलवे रो भी हमर किछि सहयोग अच्छे और बाकी आमे मिसी करी हमर जेन पिला माने अच्छे मिली मिसी करी आमे करूछो।